ଲୋଭର ଶେଷ ଦୁଃଖ। ଗୌତମ ବୁଦ୍ଧଙ୍କ ଅଭୂତ କାହାଣୀ। ଏକ ଛୋଟ ଗାଁରେ ଜଣେ ଧନୀ ବ୍ୟାପାରୀ ରହୁଥିଲେ। ସେ ବହୁତ ଧନୀ ଥିଲେ, କିନ୍ତୁ ତାଙ୍କ ମନ କେବେ ଶାନ୍ତ ରହୁନଥିଲା। ତାଙ୍କର ଏକ ଖରାପ ଆଦତ ଥିଲା। ସେ ସବୁବେଳେ ଆଉ ଅଧିକ ଧନ ଚାହୁଁଥିଲେ। ଦିନକୁ ଦିନ ତାଙ୍କର ଲୋଭ ବଢ଼ୁଥିଲା। ଧନ ଥିଲେ ମଧ୍ୟ ସେ ଖୁସି ନଥିଲେ। ଘୁମ ଆସୁନଥିଲା। ମନେ ସବୁବେଳେ ଚିନ୍ତା ରହୁଥିଲା। ଏକ ଦିନ ସେ ଶୁଣିଲେ ଯେ ଗୌତମ ବୁଦ୍ଧ ନିକଟସ୍ଥ ଗାଁରେ ଆସିଛନ୍ତି ଓ ଲୋକମାନଙ୍କୁ ଜୀବନର ଶାନ୍ତିର ମାର୍ଗ ଦେଖାଉଛନ୍ତି। ସେ ବ୍ୟାପାରୀ ବୁଦ୍ଧଙ୍କ ପାଖକୁ ଗଲେ ଓ କହିଲେ, ପ୍ରଭୁ, ମୋ ପାଖରେ ସବୁ କିଛି ଅଛି, କିନ୍ତୁ ମୋ ମନ ଶାନ୍ତ ନାହିଁ। ମୋତେ ଶାନ୍ତି ଦିଅନ୍ତୁ। ବୁଦ୍ଧ ହସି କହିଲେ, ତୁମେ କାଲି ସକାଳେ ମୋ ପାଖକୁ ଆସ, ମୁଁ ତୁମକୁ ଉପାୟ କହିବି। ପରଦିନ ସକାଳେ ବ୍ୟାପାରୀ ଆସିଲେ। ବୁଦ୍ଧ ତାଙ୍କୁ ଏକ ଛୋଟ ବ୍ୟାଗ୍ ଦେଲେ ଓ କହିଲେ, ଏହି ବ୍ୟାଗ୍ ନେଇ ଜଙ୍ଗଲକୁ ଯାଅ ଓ ଯେତେ ଚାହୁଁଛ ସେତେ ସୁନା ଭରି ଆଣ। ବ୍ୟାପାରୀ ଖୁସି ହୋଇ ଜଙ୍ଗଲକୁ ଗଲେ। ସେ ଏକ ଜାଗାରେ ସୁନା ଦେଖିଲେ ଓ ବ୍ୟାଗ୍ ଭରିବା ଆରମ୍ଭ କଲେ। କିଛି ସମୟରେ ବ୍ୟାଗ୍ ପୁରା ଭରିଗଲା, କିନ୍ତୁ ସେ ରହିଲେ ନାହିଁ। ସେ ଆଉ ଭରିବାକୁ ଚେଷ୍ଟା କଲେ। ବ୍ୟାଗ୍ ଭାରି ହେଉଥିଲା, ଚାଲିବା କଷ୍ଟ ହେଉଥିଲା, କିନ୍ତୁ ସେ ଲୋଭରେ ଆଉ ଭରୁଥିଲେ। ଅଚାନକ ସେ ଏକ ଖାଲ ଭୂଇଁରେ ପଡ଼ିଗଲେ। ସମସ୍ତ ସୁନା ଚାରି ଦିଗରେ ଖସିଗଲା। ସେ ଆହତ ହେଲେ ଓ ବହୁତ କଷ୍ଟ ପାଇଲେ। ସେ ସମୟରେ ଗୌତମ ବୁଦ୍ଧ ସେଠାରେ ପହଞ୍ଚିଲେ। ବୁଦ୍ଧ ପଚାରିଲେ, ତୁମେ କାହିଁକି ଏତେ ଦୁଃଖ ପାଉଛ? ବ୍ୟାପାରୀ କହିଲେ, ମୋର ଲୋଭ ମୋତେ ଏହି ଅବସ୍ଥାରେ ଆଣିଛି। ବୁଦ୍ଧ ଶାନ୍ତ ଭାବରେ କହିଲେ, ଯେତେବେଳେ ତୁମର ବ୍ୟାଗ୍ ପୁରା ଭରିଗଲା, ତୁମେ ରହିପାରିଥାନ୍ତ, କିନ୍ତୁ ତୁମର ଲୋଭ ତୁମକୁ ଅନ୍ଧ କରିଦେଲା। ଏହା ହିଁ ଜୀବନର ସତ୍ୟ। ଅଧିକ ଲୋଭ ଶେଷରେ ଦୁଃଖ ଦେଇଥାଏ। ବ୍ୟାପାରୀ ତାଙ୍କ ଭୁଲ ବୁଝିଲେ। ସେ ବୁଦ୍ଧଙ୍କ ପାଦରେ ପଡ଼ି କହିଲେ, ପ୍ରଭୁ, ଆଜି ମୁଁ ଜୀବନର ସତ୍ୟ ଶିଖିଲି। ଏବେ ମୁଁ ସରଳ ଓ ଶାନ୍ତିମୟ ଜୀବନ ବଞ୍ଚିବି। ସେ ଦିନରୁ ସେ ତାଙ୍କ ଜୀବନ ବଦଳାଇ ଦେଲେ। ସେ ଲୋଭ ଛାଡ଼ିଦେଲେ ଓ ଅନ୍ୟମାନଙ୍କୁ ସହଯୋଗ କରିବା ଆରମ୍ଭ କଲେ। କାହାଣୀର ଶିକ୍ଷା। ଲୋଭ କେବେ ମନୁଷ୍ୟକୁ ସୁଖ ଦେଇନାହିଁ। ଯେତେ ଆବଶ୍ୟକ ସେତେରେ ସନ୍ତୁଷ୍ଟ ହେବା ଶିଖନ୍ତୁ। ଅଧିକ ଚାହିଁଲେ ଶେଷରେ ଦୁଃଖ ମିଳେ। ସରଳ ଜୀବନ ହେଉଛି ସତ୍ୟ ଶାନ୍ତିର ମାର୍ଗ। ସୁବିଚାର। ଲୋଭ ହେଉଛି ଦୁଃଖର ମୂଳ। ସନ୍ତୋଷ ହେଉଛି ସବୁଠାରୁ ବଡ଼ ଧନ। ଯେ ଅଧିକ ଚାହେଁ ସେ କେବେ ସୁଖୀ ହୁଏ ନାହିଁ। ସରଳତା ହେଉଛି ଶାନ୍ତିର ରାସ୍ତା। ମନର ଶାନ୍ତି ଧନରୁ ବଡ଼। ଲୋଭ ମନୁଷ୍ୟକୁ ଅନ୍ଧା କରେ। ଯେ ଥାମିବାକୁ ଜାଣେ ସେ ସତ୍ୟ ସୁଖୀ। ଅଧିକ ଲୋଭ ସମାନ ଅଧିକ ଦୁଃଖ। ସନ୍ତୁଷ୍ଟ ମନ ହେଉଛି ଶାନ୍ତିର ଘର। ସରଳ ଜୀବନ ଉଚ୍ଚ ଚିନ୍ତା। ନିଷ୍କର୍ଷ। ଗୌତମ ବୁଦ୍ଧ ଆମକୁ ଶିଖାଇଛନ୍ତି ଯେ ଜୀବନରେ ଯେତେ ଥାଏ ସେଥିରେ ସନ୍ତୁଷ୍ଟ ରହିବା ହିଁ ସତ୍ୟ ଶାନ୍ତି। ଲୋଭ ଛାଡ଼ିଲେ ହିଁ ମନର ଶାନ୍ତି ମିଳେ। ଆଜି ପାଇଁ ରହିଲି। ଧନ୍ୟବାଦ।